ଗ୍ରାମାଞ୍ଚଳ ପୋଲିସର ବଡ଼ ଧରଣ ଅଦଳ ବଦଳ ହେଇଛି। ବିଭିନ୍ନ ଥାନାର ଆଇଆଇସି ମାନଙ୍କୁ ଟ୍ରାନ୍ସଫର କରାଯାଇଛି ଏବଂ ନୂତନ ଭାବରେ ପୋଷ୍ଟିଂ ବି କରାଯାଇଛି। ସେହି ପରିପ୍ରେକ୍ଷୀରେ ଆମର ସାଲେପୁର ଆଇଆଇସି ଯିଏ ଅଛନ୍ତି, ସାଲେପୁର ଥାନାର ଆଦର୍ଶ ଥାନାର ଆଇଆଇସି ମହେଶ୍ୱର ବେହେରା, ସେ ଆଜି ସାଲେପୁର ଥାନାରେ ଜଏନ୍ କରିଛନ୍ତି। ଯେହେତୁ ନୂଆ କରି ସେଠି ଜଏନ୍ କରିଛନ୍ତି, ଆଗକୁ ପୌର ନିର୍ବାଚନ ଆସୁଛି, ସାଲେପୁରର ପ୍ରଥମ ଭାବରେ ନିର୍ବାଚନ ଆସିବ ଏବଂ ଯେମିତି କହିବା ଆମେ କ୍ରାଇମର ବି ଏଠି ବହୁତ ଅଛି, ଚୋରି ଡକାୟତ ଅଛି। ତାଙ୍କ ପାଇଁ କ'ଣ ଚ୍ୟାଲେଞ୍ଜ ହେବ, ତାଙ୍କ ସହିତ କଥା ହେବା। ସାର୍, ଆପଣଙ୍କୁ ନ୍ୟୁଜ୍ ସେମାନଙ୍କୁ ସ୍ୱାଗତ କରୁଛି। ଦେଖନ୍ତୁ, ଯେଉଁ ଚ୍ୟାଲେଞ୍ଜ ରହିବ ଆପଣଙ୍କୁ, ମୁଁ ତ ଆଜି ଫାଷ୍ଟ ଜଏନ୍ କଲି, ସେ ଯେତିକି ଚ୍ୟାଲେଞ୍ଜ ଗୁଡ଼ା ଅଛି ମୁଁ ତାକୁ ଆପଣ ଯେଉଁଗୁଡ଼ା କହିଲେ ମୁଁ ନୋଟ୍ ଡାଉନ୍ କରୁଛି, ସେଗୁଡ଼ା ତାକୁ ପ୍ରିଭେଣ୍ଟ କରିବା ପାଇଁ ମୁଁ ଆଇନ ଅନୁସାରେ ଯାହା ପଦକ୍ଷେପ ନେବା କଥା ନେବି। ଚୋରି କଥା ଯେଉଁ କହୁଛନ୍ତି ତାକୁ ମୁଁ ଚେଷ୍ଟା କରିବି ଆମର ପେଟ୍ରୋଲିଂ ଅଧିକ କରିବା ପାଇଁ ଏରିଆରେ। ଆଉ ସାଲେପୁରରେ ମୁଁ ଜଏନ୍ କରିଛି, ଯାହା ଭଗବାନ ମୋତେ ଏଠି ପଠାଇଛନ୍ତି ମୁଁ ସାଲେପୁର ବାସୀଙ୍କ ପାଇଁ କାମ କରିବା ପାଇଁ। ମୁଁ ଏଠି କାମ କରିବି, ମୋର ଚାକିରି କରିଛି, ମୁଁ କାମ କରିବି ଏଠି ଲୋକମାନଙ୍କ ପାଇଁ। ଆପଣମାନଙ୍କର ସହଯୋଗ ରହିଲେ ଆମେ ଏଇ ସାଲେପୁର ଏରିଆରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଧନ ଜୀବନ ବି ସେଫ୍ଟି ରଖିପାରିବୁ। ଆଉ ମୁଁ ସତ ଚେଷ୍ଟା କରିବି ଲୋକମାନଙ୍କର ସମସ୍ୟା ସମାଧାନ କରିବା ପାଇଁ। ଆଉ ମୁଁ ଜଗନ୍ନାଥଙ୍କୁ ଡାକୁଛି ଯେ ମାନେ ପ୍ରଭୁ ମୋତେ ଏତିକି ଦୟା କରନ୍ତୁ, ଆପଣମାନେ ମୋ କାମରୁ ମୋତେ ଚିହ୍ନନ୍ତୁ, ଆଉ ମୁଁ ଆପଣମାନଙ୍କ ପାଇଁ କାମ କରିପାରେ। ଆଉ ପ୍ରତ୍ୟେକଟି ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ 100% ଚେଷ୍ଟା କରିବି। ଦେଖିବେ, ଆମର ସାଲେପୁର ବଜାର ଗୋଟେ ବଡ଼ ସମସ୍ୟା ହେଉଛି ଟ୍ରାଫିକ୍ ସମସ୍ୟା। ଅଧିକାଂଶ ସମୟ ଘଣ୍ଟା ଘଣ୍ଟା ଧରିକି ଗାଡ଼ି ଅଟକୁଛି ଏବଂ ଇଭିନ୍ ବି ମନ୍ତ୍ରୀ ଗାଡ଼ି ଅଟୁଛି, ଫାୟାର ଗାଡ଼ି ଅଟୁଛି, ଆମ୍ବୁଲାନ୍ସ ଅଟକୁଛି। କିନ୍ତୁ ଏଠି ଗୋଟେ ଟ୍ରାଫିକ୍ ପୋଲିସ ଦିଆଯାଇଥିଲା, କିନ୍ତୁ ତାକୁ ପରବର୍ତ୍ତୀ ଗ୍ରାମାଞ୍ଚଳ ଏସ୍ପି ତାକୁ ଟ୍ରାନ୍ସଫର କରି ନେଇଯାଇଛନ୍ତି। ପୋଲିସ ଗାର୍ଡ ବି ଜଗୁଛନ୍ତି, କିନ୍ତୁ ଲୋକ ମୁଁ ନିଜେ ବୁଲିବି। ମୋତେ ଯେହେତୁ ଆଜି ଆସି ଜଏନ୍ କଲି, ମୋତେ ନିହାତି ଗୋଟେ ୱିକ୍ ଲାଗିବ। ତ ମୁଁ ନିଜେ ବୁଲିବି। ଆପଣ ଯେଉଁ ସମସ୍ୟା ସବୁ କହିଲେ, ଏ ଟ୍ରାଫିକ୍ ସମସ୍ୟା ବି ମୁଁ ନିଜେ ବୁଲିବି। ଯେଉଁଟା ଦରକାର ହେବ ମୁଁ ନିଶ୍ଚିତ ଆବଶ୍ୟକ ପଦକ୍ଷେପ ନେବି। ଆପଣଙ୍କର ସମସ୍ୟା ସମାଧାନ କରିବା ପାଇଁ, ଟ୍ରାଫିକ୍ ସମସ୍ୟା ହେଉ, ଯେକୌଣସି ସମସ୍ୟା କହିଲେ ମୁଁ ସବୁ ନିଜେ ବୁଲିଲେ ମୋତେ ଜଣାପଡ଼ିବ ଯେ ଆକ୍ଚୁଆଲି କେଉଁଠି କ'ଣ ଅସୁବିଧା ଅଛି, ତ ମୁଁ ସେଇ ଅନୁସାରେ ପଦକ୍ଷେପ ନେଇପାରିବି। ଆଉ ଆପଣ ଯଦି ମୁଁ ଧରନ୍ତୁ ଏରିଆ ବିଷୟରେ ଏତେ ଆକ୍ୱେଣ୍ଟେଡ୍ ନାହିଁ, ଆପଣ ଯେଉଁଠି କହିଲେ ଟ୍ରାଫିକ୍ ସମସ୍ୟା ହେଉଛି, କ'ଣ ପାଇଁ ହେଉଛି, ବିଶେଷ କରି ଦେଖନ୍ତୁ, ଆମର ବି କିଛି କର୍ତ୍ତବ୍ୟ ଅଛି ଲୋକମାନଙ୍କର। ବଜାରଟା ପୁରା ଅଛି, ଆମେ ଗାଡ଼ି ଗୋଟେ ଯଦି ମାନେ ମ୍ୟାନରରେ ରଖିବା ତ ଭିଡ଼ଟା ହୁଅନ୍ତା ନାହିଁ। ମୁଁ ଯାହା ଦେଖିଲି, ଗୋଟେ ଦିନରେ ଆସିକି ଦେଖିଲି ଗାଡ଼ି ମାନେ କୌଣସି ମ୍ୟାନର ନାହିଁ। ଯେଉଁ ଲୋକମାନେ କଷ୍ଟମର ମାନେ ଆସୁଛନ୍ତି, ଧରନ୍ତୁ ସିଏ ତାଙ୍କ ପାଇଁ ନୂଆ ଦୋକାନ ନୂଆ, କିନ୍ତୁ ଦୋକାନୀଙ୍କ ପାଇଁ କଷ୍ଟମର ନୂଆ ନୁହେଁ। ତାଙ୍କ ପାଇଁ ସବୁ କଷ୍ଟମର ଗାଡ଼ି ରଖିବେ। ସେ ଯେଉଁ ଗାଡ଼ି ରଖିବାଟା ଦୋକାନୀର ବି ବହୁତ ଭୂମିକା ରହୁଛି ତାଙ୍କୁ ଗାଡ଼ିଟା ରଖେଇବା ପାଇଁ। ଆମେ ବେପାର କରିବା, ଆମର ସେ ଯେଉଁ ରାସ୍ତାଟାକୁ ଯଦି ଆମେ ନ କ୍ଲିୟର କରେଇକି ବେପାରଟା ଖାଲି ଆମେ ଦେଖିବା, ତ ଯେଉଁ କଷ୍ଟମରକୁ ଧରନ୍ତୁ ମୁଁ ଆଜି ଯିବି ଫାଇନ୍ କରିଦେବି କିମ୍ବା ଗୋଟେ କିଛି ଆକ୍ସନ୍ ନେଇଗଲି, ଯେଉଁ ଗାଡ଼ିବାଲା ସେଠି ଛିଡ଼ା କରୁଛନ୍ତି, କିନ୍ତୁ କାଲି ସକାଳେ ସେଇ ଗାଡ଼ିବାଲା ଆସିନଥିବେ, ସେ ଗାଡ଼ିବାଲା ଅଲଗା ଆସିଥିବେ। ସେମାନେ କେମିତି ଜାଣିବେ ଯେ ପୋଲିସ ଯାଇ ସେଠି ଫାଇନ୍ କରିଥିଲା କି ପୋଲିସ ଯାଇ ତାଙ୍କୁ କୌଣସି ଲିଗାଲ ଆକ୍ସନ୍ ନେଇଥିଲା? ସେଇଟା ଦୋକାନବାଲାଙ୍କର ସେଇଟା ଦାୟିତ୍ୱ ଯେ ହଁ, ପୋଲିସ କାଲି ଆସିକି ଫାଇନ୍ କାଟିଛି, ଆପଣଙ୍କୁ ଆମକୁ ବି କହିକି ଯାଇଛି ଏଠି ଗାଡ଼ିଟା ଯଦି ରଖୁଛନ୍ତି ଟିକେ ସାଇଜ୍ କରି ରଖନ୍ତୁ। ସେଠି ମୁଖ୍ୟତଃ ମୁଁ ଦେଖିଲି ସେ ବଜାରରେ ଗାଡ଼ି ରଖିବା ଯେଉଁ ମାନେ ଷ୍ଟାଇଲରେ ଆମେ ରଖୁଛନ୍ତି, ସେଥିପାଇଁ ଜାମ୍ଟା ହେଉଛି ମୋତେ ଲାଗୁଛି, ମୁଁ ଆଜି ଯାହା ଦେଖିଲି। ଆଉ ଯଦି ଅଲଗା କୌଣସି ପାଇଁ ବି ଯଦି ସେ ଟ୍ରାଫିକ୍ ହୋଇଥାଏ, ମୁଁ ଗଲେ ତାକୁ ରେକ୍ଟିଫାଇ କରିବି। ଯେଉଁ ଚୋରି କହୁଛନ୍ତି ତାର ହିଷ୍ଟ୍ରି ଦେଖିଲା ପରେ, କେଉଁ ଟାଇମ୍ରେ କେଉଁ ଏରିଆରେ କେଉଁ ଏରିଆର ଲୋକ ଅଛନ୍ତି, ତାଙ୍କୁ ଦେଖିଲା ପରେ ମୁଁ ସେଇ ଅନୁସାରେ ଗୋଟେ ଆମର ଟିମ୍ ଠିକ୍ କରିବୁ, ଯେଉଁଟାକି ପେଟ୍ରୋଲିଂ ତାକୁ ବଢ଼େଇକି ତାକୁ ପ୍ରିଭେଣ୍ଟ କରିବୁ। ଯେହେତୁ ଆଗକୁ ସାଲେପୁରର ପ୍ରଥମ କରି ପୌର ନିର୍ବାଚନ ଆସିବ, ନିର୍ବାଚନ ହେବ ଆଉ 3 ମାସ ପରେ, କେମିତି କ'ଣ ତାକୁ ଆପଣ ଫେସ୍ କରିବେ? ଦେଖିବା, ଏବେଠାରୁ ମୁଁ ଷ୍ଟାଫ୍ ମାନଙ୍କୁ ଆମର ମାନେ ବୁଝାବୁଝି କରି ଏରିଆ ୱାଇଜ୍ ବୁଲିବି। ଆପଣଙ୍କର ବୋଧେ 4ଟା ନା କେତେଟା ଜିପି ଯାଉଛି ଏନ୍ଆଇସି? 3ଟା ପଞ୍ଚାୟତ। ତ ତେଣୁକରି ସେ 3ଟା ପଞ୍ଚାୟତ ମୁଁ ଏଇ 6 ମାସ ଯେଉଁ ଇଲେକ୍ସନ୍ ଅଛି, ସେ ଭିତରେ ମୁଁ ରେଗୁଲାର ଭିଜିଟ୍ କରିକି ସେ ତାକୁ ଇଏ କରିବି। ଯେଉଁ ଆମର କେମିତି ସୁରୁଖୁରୁରେ ସେ ଇଲେକ୍ସନ୍ଟା ଯିବ, ମୁଁ ସେଥିପାଇଁ ଚେଷ୍ଟା କରିବି। ସାଲେପୁରରେ ଯେମିତି ବିଭିନ୍ନ ରାଜନୈତିକ ଦଳ, ଯେମିତି କୁହନ୍ତୁ ବିଜେପି କୁହନ୍ତୁ, କଂଗ୍ରେସ କୁହନ୍ତୁ, ବିଜେଡି କୁହନ୍ତୁ, ବିଭିନ୍ନ, ଏଠି ବିଜେଡି ଏମଏଲଏ ଅଛନ୍ତି, ଏଠି ବି ବିଜେପି ସରକାର ଅଛି, କଂଗ୍ରେସ ବି ଅଛି, ଏମାନଙ୍କୁ ଫେସ୍ କରିବେ? ଯାହା ଆସିବ, ମାନେ ଏବେ ତ କିଛି କହିହେବନି, ତେଣୁ ଯେଉଁଟା ପ୍ରୋବ୍ଲେମଟା ଆସିବ, ମାନେ ସେତିକି ତ ଭଗବାନ ମୋତେ ଦେଇଛନ୍ତି ବୁଦ୍ଧି ଯେ କେମିତି କ'ଣ ମ୍ୟାନେଜ୍ କରିବା ପାଇଁ, ମୁଁ ସେତିକି ଚେଷ୍ଟା କରିବି। ସେ କରିବି। ମୁଁ ପ୍ରଥମରୁ କହିଲି ଯେ ମୋତେ ପ୍ରଭୁ ସାହାଯ୍ୟ, ମାନେ ଏତିକି ଦୟା କରନ୍ତୁ ଯେ ମୁଁ ମାନେ ଆପଣମାନେ ମୋତେ ମୋ କାମରୁ ଚିହ୍ନନ୍ତୁ। ତେଣୁକରି ମୁଁ ସେଇଭଳିଆ କର୍ମ କରିବି, ଯେଉଁଟାକି ମାନେ ମ୍ୟାନେଜ୍ କଲା ଭଳିଆ କର୍ମ ନିଶ୍ଚିତ କରିବି।
ତାପରେ ବାକି ଉପରବାଲାଙ୍କ କଥା ଆଉ ଆପଣମାନଙ୍କର କୋଅପରେସନ ରହିଲେ ନିଶ୍ଚିତ ସୁରୁଖୁରୁରେ କାମ କରିପାରିବେ। ଦେଖନ୍ତୁ ଯେମିତି ନୂଆ କରି ଜଏନ୍ କରିଥିବା ମହେଶ୍ୱର ବେହେରା ଆଇଆଇସି ସାଲେପୁର ଆଦର୍ଶ ଥାନାର ଆଇଆଇସି ଯେମିତି କହୁଥିଲେ ଯେମିତି ଆଇନ ଶୃଙ୍ଖଳା ବ୍ୟବସ୍ଥା ଅଛି ତାକୁ ସେ କିଭଳି ଇଏ କରିବେ ଆଗାମୀ ଦିନରେ ଯେହେତୁ ଆଜି ନୂଆ କରି ଜଏନ୍ କରିଛନ୍ତି ତାକୁ ଆଗାମୀ ଦିନେ କେମିତି ପ୍ରତିହତ କରିବେ ପୌର ନିର୍ବାଚନ ତାକୁ ସମସ୍ତଙ୍କ ସହଯୋଗ ନେଇକରି ସେ ନିର୍ବାଚନକୁ ଫେସ୍ କରିବେ ସମସ୍ତଙ୍କ ସାଲେପୁର ଜନସାଧାରଣ ତାଙ୍କୁ ସାହାଯ୍ୟ କଲେ ସହଯୋଗ କଲେ ସେ ନିଶ୍ଚିତ କ୍ରାଇମ୍ କୁହନ୍ତୁ ବଜାର ସମସ୍ୟା କୁହନ୍ତୁ ପୌର ନିର୍ବାଚନ କୁହନ୍ତୁ ଆଉ ରାଜନୈତିକ ଚାପ କଥା କୁହନ୍ତୁ ସେ ତାକୁ ସୁଚାରୁ ରୂପେ ସମାଧାନ କରିପାରିବେ।